ସେମାନେ ଖଣ୍ଡାକାଦିରେ ଅଖା ଭିତରେ ଖଣ୍ଡାକାଦି ଧରିକି ଆସିଥିଲେ ଦୁଇଟା ବାଇକ୍ରେ ଆସିଥିଲେ ବାଇକ୍ରେ 4 ଜଣ ଆସିଥିଲେ ବାଇକ୍ରେ ଆସିକି ଏମାନେ ଫାଷ୍ଟ ସନଦନାକୁ ହାଣିଛନ୍ତି ସଲିବୁ ହାଣିଛନ୍ତି ସଲିପୁର ହଳଦିଆ ବଦଳ ଯାଇକି ହାଣିକି ସେମାନେ ବର୍ତ୍ତମାନ ଫେରାର ଅଛନ୍ତି ପୁଣି ସେମାନେ ମୋବାଇଲରେ ଧମକ ଦେଉଛନ୍ତି ବି ଆଜି ଏବେ ପର୍ଯ୍ୟନ୍ତ ଡିସେମ୍ବର ଏଇ ପିଲା ଯେଉଁ ଆଜି ଯେଉଁ ଆକ୍ରମଣ କରୁଛନ୍ତି ଡିସେମ୍ବର 28ରେ ଏମାନେ ଆଗରୁ ଆକ୍ରମଣ କରିଥିଲେ 2 ଦିନ ତଳେ ସେମାନେ ଜେଲରୁ ଆସିଥିଲେ ପୁଣି ସେମାନେ ଆଜି ଆସି ସନ୍ଧ୍ୟା ଟାଇମ୍ରେ ଆମର ସନଦ ନାୟକ ଆମର ହଳଦିଆ ପଦରେ ସଲିବ ପାତ୍ର ବାବୁଲା ସଲିବ ପାତ୍ର ବିଜେପି ନେତା ବିଜେପି କର୍ମୀ ଆମର ବାବୁଲା ହଳଦିଆ ପଦର ବାବୁଲା ଆଉ ଶହୀଦ ଉମର ମାନେ ହଳଦିଆ ପଦର ଚିକେନ ସେଣ୍ଟର ଗୋଟେ ପିଲା କାମ କରୁଛି ଏମାନେ 4 ଜଣ ସେମାନେ ଖଣ୍ଡା ଚୋଟରେ ହାଣି ମରଣାନ୍ତକ ଆକ୍ରମଣ କରିଛନ୍ତି କାରଣ ଏମାନଙ୍କ ପଛରେ କ'ଣ ଗୋଟେ ଷଡ଼ଯନ୍ତ୍ର ଅଛି ସେମାନେ ସନ୍ଧ୍ୟା ଖରା ଟାଇମ୍ରେ ବସି ଗୋଟେ ମାନେ ଷଡ଼ଯନ୍ତ୍ର କରିଛନ୍ତି କାର ଗୋଟେ ପ୍ରରଚନାରେ ଏମାନେ ସବୁ କରିକି ଏମାନେ ଆଗକୁ ସବୁ ଖଣ୍ଡାକାଦିରେ ହାଣିଛନ୍ତି ଏମାନଙ୍କୁ ସେମାନେ ଖଣ୍ଡାକାଦିରେ ଅଖା ଭିତରେ ଖଣ୍ଡାକାଦି ଧରିକି ଆସିଥିଲେ ଦୁଇଟା ବାଇକ୍ରେ ଆସିଥିଲେ ବାଇକ୍ରେ 4 ଜଣ ଆସିଥିଲେ ବାଇକ୍ରେ ଆସିକି ଏମାନେ ଫାଷ୍ଟ ସନଦନାକୁ ହାଣିଛନ୍ତି ସଲିବୁ ହାଣିଛନ୍ତି ସଲିପୁର ହଳଦିଆ ବଦଳ ଯାଇକି ହାଣିକି ସେମାନେ ବର୍ତ୍ତମାନ ଫେରାର ଅଛନ୍ତି ପୁଣି ସେମାନେ ମୋବାଇଲରେ ଧମକ ଦେଉଛନ୍ତି ବି ଆଜି ଏବେ ପର୍ଯ୍ୟନ୍ତ ଭୟ ପୁଲିସର ଭୟ ସେମାନଙ୍କ ଉପରେ ଟିକେ ହଟିଯାଇଛି ଯେଉଁଟାକି ଆଜି ସେମାନେ ବାରମ୍ବାର ଆମର ଏରିଆ ଅଞ୍ଚଳରେ ଚାଲିଛି ଯେଉଁଟାକି ଏସ୍ପି ସାର୍ଙ୍କ ସହିତ ଏବେ ମାନେ କଣ୍ଟାକ୍ଟ ହେଇଛି ସେ କହିଛନ୍ତି ମୁଁ ନିଶ୍ଚୟ ଏବେ ଧରିବି ବୋଲି ସେ ନିଶ୍ଚୟ ଇଏ ସଫଳ ହେବେ ପୁଲିସ ବାରମ୍ବାର ସେମାନେ ଧରିବା ଫଳରେ ବେଲ୍ ଆସୁଛନ୍ତି ଯାହାକି ଏଇଟା ଗୋଟେ କ'ଣ ଗୋଟେ ନିଷ୍ପତ୍ତି ହଉ ବୋଲି ଆମେ ପ୍ରଶାସନ ପୁଲିସକୁ ଅନୁରୋଧ କରୁଛୁ ସନ୍ଦେହ ଅଛି ନିଶ୍ଚୟ ସନ୍ଦେହ ଅଛି ସନ୍ଦେହ ନଥିଲେ ଏମାନଙ୍କର ସାହସ ନାହିଁ ଏସବୁ କାଣ୍ଡ କରିବା ପାଇଁ ପଦକ୍ଷେପ ଯଦି ହଉନି ମାନେ ଆମେ ଥାନା ଘେରାଉ କରିବୁ ଥାନା ଘେରାଉ କରି ଆମେ ରୋଡ ଷ୍ଟ୍ରାଇକ୍ କରିବୁ ଯଦି ସେମାନେ ଆରେଷ୍ଟ ହଉନାହାନ୍ତି ଆମେ ଥାନା ଘେରାଉ ରୋଡ ଷ୍ଟ୍ରାଇକ୍ କରିବୁ ପୁଲିସ ସପୋର୍ଟ କରୁଛନ୍ତି ସେମାନଙ୍କର ଚାଲିଛି କିନ୍ତୁ ଆମେ ଚାହୁଁଛୁ ଶୀଘ୍ର ସେମାନଙ୍କୁ ଧରନ୍ତୁ।